ଶ୍ରୀକୃଷ୍ଣ ସମସ୍ତଙ୍କୁ ଭଲରେ ରଖନ୍ତୁ, ଖୁସିରେ ରଖନ୍ତୁ। ମୁଁ ଆପଣଙ୍କ ପାଖରେ ଭଲ ଭଲ ସବୁ କୋର୍ଟର ବିଷୟରେ ଆପଣଙ୍କୁ ଜଣାଉଛି। ଦେଖନ୍ତୁ, ସବୁ ଦେଖନ୍ତୁ, ଜାଣିବେ କୋର୍ଟ ବିଷୟରେ କଣ ହୁଏ କଣ ନାହିଁ। ଆପଣ ତ ଦେଖୁଛନ୍ତି ଅଲଗା ଭିଡିଓ, କିଏ ନାଚିଲା କଣ ଇଏ କଲା ଆପଣ ଦେଖୁଛନ୍ତି, କିନ୍ତୁ କୋର୍ଟ ବିଷୟରେ ଦେଖନ୍ତୁ। ଦେଖିଲେ ସବୁ ବିଷୟରେ ଜାଣିପାରିବେ। ଆଜି ଚାନ୍ଦବାଲି କୋର୍ଟରେ 29 ନଭେମ୍ବର ଆଜି ଏଇ ତାରିଖରେ କୋର୍ଟ ପ୍ରତିଷ୍ଠା ହେଇଥିଲା। ଆମ ସିନିୟର ଓକିଲ ମାନେ ଭାଇ ମାନେ ସବୁ କହିଛନ୍ତି, ଆଉ ଭଲ ଭଲ ସିନିୟର ଓକିଲ ମାନେ ସବୁ କିପରି ସବୁ ଭାଷଣ ଦେଇଛନ୍ତି ଆପଣ କୋର୍ଟରେ ଆଜି ଦେଖିବେ। ଆଜି ଆମ ଚାନ୍ଦବାଲି କୋର୍ଟର ପ୍ରତିଷ୍ଠା ଦିବସ। ଜୟ ଜଗନ୍ନାଥ। 29 ନଭେମ୍ବର 2008 ମସିହାରେ ଆମର ଚାନ୍ଦବାଲି ଜେଏମଏଫସି ସିଭିଲ ଜୁନିୟର ଡିଭିଜନ କୋର୍ଟ ପ୍ରତିଷ୍ଠା ହୋଇଥିଲା। ଏଥିରେ ଆମର ବଡ ଭାଇ ମାନେ ଯେଉଁମାନେ ଆମ ବାରର ସିନିୟର ମେମ୍ବର ଅଛନ୍ତି, ନିର୍ଦ୍ଦେଶକ ଅଛନ୍ତି, ସେମାନଙ୍କର ବହୁ ପ୍ରଚେଷ୍ଟା ଥିଲା। ବହୁ କଷ୍ଟ ସଂଘର୍ଷ ସହିକି ଆମ ଅଞ୍ଚଳର ସାଧାରଣ ଲୋକମାନଙ୍କୁ ନ୍ୟାୟ ଦେବା ପାଇଁ ସୁଦୂର ଭଦ୍ରକ ଯାଉଥିଲେ। ଏଠି ହବା ଫଳରେ ଆମେ ନିଶ୍ଚୟ ଭାବରେ ବିଶେଷ ଭାବରେ ନୂତନ କୋର୍ଟ ପ୍ରତିଷ୍ଠା, ଆମ ଭିତରେ ଭାତୃତ୍ୱ ଭାବ, ଏକତା ଏବଂ ଆହୁରି ମାର୍ଜିତ ଏବଂ ସୁନ୍ଦର ଭାବରେ ଆମର ଯୋଉ ପ୍ରଫେସନକୁ ମୁଁ ସର୍ବପ୍ରଥମେ ଅନୁରୋଧ କରିବି, ବାର ଯୋଉମାନେ ବୟସ୍କ ସଭ୍ୟ ଅଛନ୍ତି ସେମାନେ ତାଙ୍କର ମତାମତ ଏବଂ ବକ୍ତବ୍ୟ ସାଧାରଣ ବୈଠକ ବସିଛି। ଆଉ ଓକିଲ ସଂଘର ଆମର ସଭ୍ୟ ଦେୟ ଅଛି 1000 ଟଙ୍କା। ଯେହେତୁ ଲାଇସେନ୍ସଟା ଷ୍ଟେଟ ବାର କାଉନସିଲ କମେଇ ଦେଇଛି ଗୋଟେ ରିଟ୍ ମାଧ୍ୟମରେ, ତାର ଗୋଟେ ରିଜର୍ଭେସନ କରିକି ଆପଣ ଯୋଉଟା 1000 ଟଙ୍କା ଥିଲା ସେଟା ଯାହା ଆପଣ ମାନେ କହିବେ ସେ ଅନୁସାରେ ବୃଦ୍ଧି କରାଯିବ। ଆଉ ଓକିଲ ସଂଘ ତରଫରୁ ଏଇ ବର୍ଷ ଗୋଟେ ବଣଭୋଜି ପାଇଁ ପ୍ରସ୍ତାବ ରଖାଯାଇଛି। ଆଉ କିଛି ଆସବାବ ପତ୍ର, କିଛି ଚେୟାର ଆଉ କିଛି ଆସବାବ ପତ୍ର ଅଛି ଯୋଉଟା କିଣିବା ପାଇଁ ଦରକାର କିଛି, ସେ ଆମର ସ୍ଥଳ ଶାନ୍ତି ପୂର୍ଣ୍ଣ ଆଉ ଛୋଟିଆ କୋଣରେ ଉତ୍ପନ୍ନ ହେଇଥିଲା। ଯୋଉମାନେ ସେତେ ବିଶେଷ ଭାବରେ ଅଂଶଗ୍ରହଣ କରିଥିଲେ ସେମାନଙ୍କୁ ମୁଁ ଆଜି ଦେଖୁନାହିଁ, କାରଣ ସମୟ ତାଙ୍କୁ ପୁଣି ସେଇଟା ନିଶ୍ଚିତ ଭାବରେ ଚାନ୍ଦବାଲି ପାଇଁ ଗୋଟେ ଶୁଭ ଦିନ ଥିଲା। ଆମେ ସମସ୍ତେ ଜାଣିଛନ୍ତି ଯେ ଚାନ୍ଦବାଲି ଏକ ବିକାଶ ପଥରେ ବର୍ତ୍ତମାନ ଯାତ୍ରା କରୁଛି। ଆମେ ଯଦି ହାତକୁ ହାତ ମିଳେଇ ଜିନିଷ ନିଶ୍ଚିତ ଭାବରେ ଆମ ପାଇଁ ଜାଣିବାର ସମୟ ଆସିବ, ପଛରେ କାମ କରିପାରିବେ ସେଇମାନେ। ଆମ ଆମେ 10 ବର୍ଷ ଭିତରେ ଆମେ ଆଉ ଆମେ ୟା କୋର୍ଟ ପ୍ରତିଷ୍ଠା କରିବା ପାଇଁ ତାର ଯୋଉ ଯାତ୍ରା ଥିଲା, ତହସିଲରେ ପ୍ରାକ୍ଟିସ କରିକି ଏଫିଡେଭିଟ ପଇସା ପ୍ରତିଷ୍ଠା ହବ, ଚାନ୍ଦବାଲିରେ କେମିତି ନୂଆ କୋର୍ଟ ଖୋଲିବ, ଆମେ ସେଥିପାଇଁ ବହୁତ ଥର ଆମେ ଭୋଟ ସରିଯାଇଛୁ। ଏବଂ ସେ କହୁଥିଲା ଚଣ୍ଡିଖୋଲ ପାଖରେ ଗୋଟେ ଗାଈ ଏତେ ସ୍ପିଡରେ ଦୌଡ଼ିକି ଆସିଲା, ସେ ଆମ୍ବାସାଡର ପିଟିଲା ବେଳେ ତା ଆଗ କାଚ ସହ ଗାଡି ଚେପା ଯାଇଛି। ସେ ଗାଈ ତାର ପଡିକି ଯାଇକି ବିଲରେ ପଡିଗଲା। ଯାଇ ସିଏ ଡ୍ରାଇଭର କଣ କଲା, କହିଲା ମୋ ଗାଡି ଚଲେଇବେ। ମୁଁ ସେ ରାତିରେ ଆସି ବୋଇରେ ସାହୁଙ୍କୁ ଭଦ୍ରକରେ ଛାଡି ଆମେ ଚାନ୍ଦବାଲିରେ ପହଞ୍ଚିଲୁ। ତାପରେ ଆମକୁ ବିଶେଷ ପରିଶ୍ରମ କରିବାକୁ ପଡିଲେ। ସେଥିପାଇଁ ଆମର ମନ୍ତ୍ରୀ 2003 ନୁ 4 ଅର୍ପଣ କରିବାର ଦାୟିତ୍ୱ ମତେ ଦିଆ ହେଇଥିଲା।
ମୁଁ ସେଇଠି ଗୋଟେ କଥା କହିଥିଲି କଣ ନା 250 ଯେ ସମସ୍ତ ପ୍ରତୀକ୍ଷାରେ ଆମର ଅନ୍ତ ଘଟିଲା। ତେଣୁ ଆମେ ସମୟ ଦେଇଛୁ ତାପରେ ଚାନ୍ଦବାଲି କୋର୍ଟ ହେଲା, ଚାନ୍ଦବାଲି ବାହାର ଅଭିନନ୍ଦନ। ଯାଉ ଆଜି ଭଲ କଥା ରଜ ନେଇ ମୁଁ ଆଉ ବିଶେଷ ଦୋହରେଇବିନି।